ଫଲିକ୍ ଏସିଡ୍ ଖାଅନି କାରଣ ଫଲିକ୍ ଏସିଡ୍ ଖାଇଲେ ପିଲା ବଢ଼ିଯିବ ଆଉ ନର୍ମାଲ ଡେଲିଭରି ହେଇପାରିବନି ଆଉ ସିଜରିଆନ୍ କରିବାକୁ ପଡ଼ିବ। ଆପଣ ବି ଏହା ଭାବୁଛନ୍ତି ନା? ଏହିଭଳି ଚିନ୍ତାଧାରା ଯୋଗୁଁ ସହର ହଉ କି ଗାଁ ଗହଳି ହଉ ବହୁତ ଜାଗାରେ ଦେଖାଯାଉଛି ଯେ ଫଲିକ୍ ଏସିଡ୍ ସେମାନେ ନେଉନାହାନ୍ତି ଏବଂ ପିଲା ଦେହରେ ବିକଳାଙ୍ଗତା ଦେଖାଯାଉଛି। ବହୁତ ଲୋକ କହନ୍ତି ଆମେ ତ ଫଲିକ୍ ଏସିଡ୍ ଖାଇଛୁ, କିନ୍ତୁ କେବେ ପ୍ରେଗନାନ୍ସି କନଫର୍ମ ହେଲା ପରେ 2 ମାସ ପରେ ତୁମେ ଫଲିକ୍ ଏସିଡ୍ ଖାଇଛ, କିନ୍ତୁ ସେତେବେଳକୁ ଶରୀର ତିଆରି ହେଇଯାଉଛି। ଆଉ ଫଲିକ୍ ଏସିଡ୍ ଡେଭଲପମେଣ୍ଟ ତ କରିବ କିନ୍ତୁ ଯାହା ଅସୁବିଧା ହେଇଯାଇଛି ତାକୁ ଠିକ୍ କରିବ ନାହିଁ। ଆଉ ସେଥିମଧ୍ୟରୁ ଗୋଟେ ହେଉଛି ସ୍ପାଇନା ବାଇଫିଡା, ଯେଉଁଥିରେ କି ମେରୁଦଣ୍ଡ ହାଡ଼ ଠିକ୍ସେ ତିଆରି ହୁଏନି ଏବଂ ସ୍ପାଇନାଲ କର୍ଡ ଠିକ୍ସେ ତିଆରି ହୁଏନି। ଦରକାର ପଡ଼ିଲେ ମୁଣ୍ଡ ଭାଗରେ ମଧ୍ୟ ସ୍ୱେଲିଂ ରହେ, ଯାହାକୁ ଏନକେଫାଲୋସିଲ୍ କହନ୍ତି, କିମ୍ବା ସ୍ପାଇନାଲ କର୍ଡରେ ସ୍ୱେଲିଂ ରହେ, ଯାହାଫଳରେ କି ଅଣ୍ଟା ତଳୁ ସବୁ ଅଙ୍ଗ ପାରାଲିସିସ୍ ରହେ, ଛୁଆଟି ଚାଲିପାରେନି ଆଉ ପରିସ୍ରା ଥଳି ଝାଡ଼ା ବାଟ କଣ୍ଟ୍ରୋଲ ରହେନି, ଆଉ ଯେଉଁଟାକି ପରମାନେଣ୍ଟ। ପ୍ରତିକାର ହିଁ ଚିକିତ୍ସା। ଗର୍ଭଧାରଣ ଆଗରୁ 4ରୁ 6 ମାସ ଫଲିକ୍ ଏସିଡ୍ ଖାଆନ୍ତୁ, ତା ସହିତ ଗୁଡ୍ ନ୍ୟୁଟ୍ରିସନ୍ ଏବଂ କନସେପ୍ସନ୍ ପରେ ମଧ୍ୟ ଫଲିକ୍ ଏସିଡ୍ କଣ୍ଟିନ୍ୟୁ କରନ୍ତୁ। ଓଜନ ଥିଲେ କମ୍ ରଖନ୍ତୁ, ଆଲକୋହଲ, ସ୍ମୋକିଂ ଏବଂ କ୍ୟାଫିନ୍ରୁ ଦୂରେଇ ରୁହନ୍ତୁ। ତା ଛଡ଼ା କସ୍ମେଟିକ୍ର କମ୍ ବ୍ୟବହାର କରନ୍ତୁ ଆଉ ଗୋଟେ ସୁନ୍ଦର ଶିଶୁକୁ ଜନ୍ମ ଦିଅନ୍ତୁ। ଧନ୍ୟବାଦ।